ମା। ଆଜି ଆମେ ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 238। ବିଷୟବସ୍ତୁ ଅଛି କଳ୍ପନା ହିଁ ବାଟ ଫିଟାଏ। ଆମେ ଗତ ଥର ଆଲୋଚନା କରିଥିଲେ କଳ୍ପନା। କଳ୍ପନା ହେଲା ଏକ ଛୁରୀ ସଦୃଶ। ଏହା ଭଲ ଓ ମନ୍ଦ ଉଭୟ ଦିଗରେ ବ୍ୟବହୃତ ହୋଇପାରେ। ମନେ ମନେ ଭାବିବ ଯେ ତୁମେ ରୂପାନ୍ତରିତ ହେବା ଦିଗରେ ଗତି କରୁଛ ଏବଂ ଏଇଟା ଯୋଗ ପ୍ରକ୍ରିୟାରେ ସାହାଯ୍ୟ କରିପାରିବ। ଉତ୍ସାହହୀନ ଏବଂ ବିଳାପ କରି ଯଦି ବସିବ ତାହେଲେ କୌଣସି ଉଚ୍ଚ ଲବ୍ଧି କରିବା ପାଇଁ ତମେ ଯଦି ଅସମର୍ଥ ବୋଲି କଳ୍ପନା ବି କରିବ ତେବେ ତାହା ତୁମର ସତ୍ତାକୁ, ସେଥିପାଇଁ କହୁଛନ୍ତି ତୁମେ ତୁମର ସତ୍ତାକୁ ବିଷାକ୍ତ କରିଦବ। ଏଇ ପ୍ରକାରର ବିଳାପ କରି ଯଦି ବସିବ, ଉତ୍ସାହହୀନ ବିଳାପ କରିବ, ଆଉ ଉଚ୍ଚ ଉପଲବ୍ଧି ପାଇଁ ମୁଁ ତ ଅସମର୍ଥ, ଏମିତି ଯଦି କଳ୍ପନା କରିବ ତାହେଲେ ତୁମେ ନିଜେ ତୁମର ସତ୍ତାକୁ ବିଷାକ୍ତ କରିଦବ। ସୁନ୍ଦର ଭାବରେ ମଞ୍ଜି କଥାଟି କହୁଛନ୍ତି, ଶ୍ରୀଅରବିନ୍ଦଙ୍କ ଠାରେ ବିଶ୍ୱାସ ରଖ, ସେଇ ବିଶ୍ୱାସରେ ହିଁ ତୁମର ସମସ୍ତ ଶୁଭ କଳ୍ପନା ଗୁଡିକ ଗଢି ଉଠୁ। ତାମାନେ ଆମର କଳ୍ପନା ଗୁଡାକ ଶ୍ରୀଅରବିନ୍ଦଙ୍କ ଚତୁଃପାର୍ଶ୍ୱରେ ଶ୍ରୀଅରବିନ୍ଦଙ୍କ ବିଶ୍ୱାସ ରଖି ଗଢି ଉଠୁ। ଆଜି ଆମେ ପଢିବା କଳ୍ପନା ହିଁ ବାଟ ଫିଟାଏ। ମାଙ୍କୁ ପ୍ରଶ୍ନ କରାଯାଇଛି, କଳ୍ପନାର କାର୍ଯ୍ୟ କଣ? ତାର ବ୍ୟବହାର କିପରି କରାଯାଇ ପାରିବ? ଉତ୍ତରରେ ମା ଲେଖୁଛନ୍ତି, ମୁଁ ଯେପରି ଆଗରୁ କହିଛି, ଜଣେ ଯଦି ଏହି କଳ୍ପନାକୁ କିପରି ବ୍ୟବହାର କରିବାକୁ ହୁଏ ଜାଣିବ, ତାହେଲେ ସେ ତାର ବାହ୍ୟ ଓ ଆନ୍ତର ଜୀବନକୁ ତିଆରି କରିପାରିବ। ଜଣେ ତାର କଳ୍ପନା ଦ୍ୱାରା ତାର ନିଜ ଅସ୍ତିତ୍ୱକୁ ଗଠନ କରିପାରିବ। ଅବଶ୍ୟ ତୁମକୁ ଯଦି ଏହାର ବ୍ୟବହାର ଜଣାଥିବ ଓ ତୁମର ସେ କ୍ଷମତା ମଧ୍ୟ ଥିବ। ପ୍ରକୃତରେ ଏହା ଏକ ପ୍ରାଥମିକ ଉପାୟ, ଯାହାଦ୍ୱାରା ତୁମେ ପୃଥିବୀରେ କିଛି ତିଆରି କରିପାରିବ ବା କିଛି ରୂପାୟନ କରିପାରିବ। ମୁଁ ଏହା ଅନୁଭବ କରିଛି ଯେ ଯଦି କାହାର କଳ୍ପନା କରିବାର କ୍ଷମତା ନଥିବ ତେବେ ସେ କିଛି ଅଗ୍ରଗତି କରିପାରିବ ନାହିଁ। ତୁମ ଜୀବନର ଆଗେ ଆଗେ ତୁମର କଳ୍ପନା ଚାଲିଥାଏ। ଯେତେବେଳେ ତୁମେ ନିଜ ବିଷୟରେ ଚିନ୍ତା କର, ସାଧାରଣତଃ ତୁମେ କଣ ହେବାକୁ ଚାହଁ ତାହା ହିଁ କଳ୍ପନା କରିଥାଅ, ନୁହେଁ କି? କଳ୍ପନା ତୁମ ଆଗେ ଆଗେ ଚାଲିଥାଏ ଓ ତୁମେ ତାକୁ ଅନୁସରଣ କରି ଚାଲିଥାଅ ଏବଂ ସେ ସେହିପରି ତୁମ ଆଗେ ଆଗେ ଯାଏ ଏବଂ ତୁମେ ତା ପଛେ ପଛେ ଚାଲିଥାଅ। କଳ୍ପନା ହିଁ ତୁମ ଆଗରେ ତୁମ ଉପଲବ୍ଧିର ପଥ ଖୋଲି ଖୋଲି ଯାଉଥାଏ। ଯେଉଁ ଲୋକମାନେ କଳ୍ପନା ପ୍ରବଣ ନୁହନ୍ତି ସେମାନଙ୍କୁ ଗତିଶୀଳ କରାଇବା ବଡ଼ କଷ୍ଟ। ସେମାନେ କେବଳ ତାଙ୍କ ନାକ ଆଗରେ ଯାହା ଥୁଆ ହୋଇଥାଏ ସେତିକି ଦେଖନ୍ତି। ସେମାନେ ଉପସ୍ଥିତ ମୁହୂର୍ତ୍ତ ଗୁଡ଼ିକୁ ହିଁ ଅନୁଭବ କରନ୍ତି, କିନ୍ତୁ ସେମାନେ ତା ଆଗକୁ ଯାଇପାରନ୍ତି ନାହିଁ, କାରଣ ତାକ୍ଷଣିକ ବସ୍ତୁ ଗୁଡ଼ିକ ଦ୍ୱାରା ସେମାନେ ବନ୍ଧା ହୋଇଥାନ୍ତି। ମା କଣ କହିଲେ? କଳ୍ପନା ହିଁ ବାଟ ଫିଟାଏରେ ପ୍ରଥମେ କହିଲେ, ମୁଁ ଯେପରି ଆଗରୁ କହିଛି। ଆମେ କଳ୍ପନା ବିଷୟରେ ଗତ କାଲି ଆଲୋଚନା କରିଥିଲେ। ଜଣେ ଯଦି ଏହି କଳ୍ପନାକୁ କିପରି ବ୍ୟବହାର କରିବାକୁ ହୁଏ ଯଦି ଜଣେ ଜାଣିବ, ତେବେ ତାର ବାହ୍ୟ ଆନ୍ତର ଜୀବନକୁ ତିଆରି କରିପାରିବ। ପୂର୍ବ ଥର କହିଲେ କଳ୍ପନା ଏକ ଛୁରୀ ସଦୃଶ, ତମେ ତାକୁ ଉଭୟ ଦିଗରେ ବ୍ୟବହାର କରିପାରିବ। ତେଣୁ ଏଠି ଆମେ ଟିକେ ଦୃଢ ନିଶ୍ଚୟ ହେଇଯିବା ଉଚିତ ଏବଂ ସେଇ ଅନୁସାରେ ଆମର କଳ୍ପନାଟାକୁ ମଧ୍ୟ ଆମେ ନିୟନ୍ତ୍ରଣ କରିବା ଉଚିତ। କୋଉ ଭଳିଆ ଜିନିଷ ମୁଁ କଳ୍ପନା କରିବି, କୋଉ ପ୍ରକାରର ଗତିବୃତ୍ତି ବିଷୟରେ, ଚିନ୍ତା ବିଷୟରେ ମୁଁ ମୋର ମସ୍ତିଷ୍କ ଭିତରକୁ ବା ମୋ ଭିତରକୁ ଆସିବାକୁ ଅନୁମତି ଦେବି। ଯଦି ତମେ ଏଇ କଳ୍ପନାକୁ ନିୟନ୍ତ୍ରଣ କରିବ, କୋଉ ଭଳିଆ କଳ୍ପନା ତମକୁ ଆସିବ ତାକୁ ବ୍ୟବହାର କରିବ, ତାହେଲେ ସେ ବାହ୍ୟ ଓ ଆନ୍ତର ଜୀବନକୁ ତିଆରି କରିପାରିବ। ଆଉ ପୂର୍ବ ଗୁଡାକରେ ମାଙ୍କର ଆମେ କଥା ଦେଖିଲେ ଯେ ତୁମେ ଯାହା ହୋଇ ଉଠିବାକୁ ଚାହୁଁଛ ସେହି ପ୍ରକାରର ଚିନ୍ତା କର, ଏକଥା କୁହାଯାଇଛି। ତୁମେ ଯାହା ହେବାକୁ ଚାହଁ ନାହିଁ ତେବେ ତୁମେ ସେ ପ୍ରକାରର ଚିନ୍ତାକୁ ଆସିବାକୁ ଦିଅ ନାହିଁ, ବର୍ଜନ କର, ପ୍ରତ୍ୟାଖ୍ୟାନ କର। ତେଣୁ ଆମେ କଳ୍ପନାକୁ ବ୍ୟବହାର କରିବା, ମୋର ଅଗ୍ରଗତି ହବ କେମିତି, ମୁଁ କେମିତି ମାଙ୍କ ସହିତ ସାକ୍ଷାତ କରିବି। ତାହେଲେ ଦେଖିବେ, ଯଦି ଆମ ଭିତରେ ଗ୍ରହଣଶୀଳତା ବଢିଥାଏ ତାହେଲେ ଆମେ ଯୋଉଥିରେ ଯୋଉ କାର୍ଯ୍ୟରେ ହାତ ମାରିବା ତେବେ ସେଥିରେ ଆମେ କୃତକାର୍ଯ୍ୟ ହବା। ପାଠ ପଢାରେ ଭଲ ହବ, ନାଚ କୁଦରେ ଭଲ ହବ, ଅଭିନୟ କରିବାରେ ଭଲ ହବ,
ଏବଂ ଆନ୍ତର ଜୀବନରେ ମଧ୍ୟ ଅଗ୍ରଗତି କରିବା ପାଇଁ ଆମର ବାଟଟି ଆମ ପାଖରେ ଧୀରେ 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 ଖୋଲି ଖୋଲି ଯିବ। ତେଣୁ ଆମେ ବ୍ୟବହାର କରିବା କଳ୍ପନାକୁ କିପରି ମାଙ୍କ ଆଡକୁ ମତେ ନେଇଯିବ। ସେଥିପାଇଁ ଯେତେବେଳେ ଶବାସନ କରାଯାଏ ବା ଯୋଗ ନିଦ୍ରାକୁ ଯାଆନ୍ତି ସେତେବେଳେ ଗୋଟେ ଇମାଜିନ କରାଯାଏ କଣ ଯେ ମାଙ୍କ ଶକ୍ତି ମୋ ଉପରେ ବିଚ୍ଛୁରିତ ହଉଛି। ପାଦ ଆଡୁ ଆରମ୍ଭ କରାଯାଏ ଯେ ମାଙ୍କ ଶକ୍ତି ପାଦରେ ପ୍ରବେଶ କରି ପାଦଟିକୁ ରିଲାକ୍ସ କରିଦଉଛି। ଧୀରେ ଧୀରେ ଗଣ୍ଠି ଏବଂ ଏମିତି ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ କୋଷ ଏ ସବୁକୁ ସେ ବିଶ୍ରାମ କରି ଦଉଛି ସେ କଳ୍ପନାରେ। ଆପଣ ସେମିତି କଳ୍ପନା କରିକି ମଧ୍ୟ ଦେଖାଯାଏ ଯେ ଆମର ମସ୍ତିଷ୍କର ଯୋଉ ସ୍ପନ୍ଦନ ସ୍ମରଣ ଶକ୍ତି ଗତିବିଧି ଏଗୁଡାକ ବୃଦ୍ଧି ପାଏ। ତେଣୁ ଆମେ ସେଇଭଳି ଭାବରେ କଳ୍ପନାକୁ ବ୍ୟବହାର କରିବା ଯୋଉଟା କି ମୋର ବାହ୍ୟ ଜୀବନ ଏବଂ ଆନ୍ତର ଜୀବନକୁ ତିଆରି କରିବ। ମୁଁ ଚୈତ୍ୟସତାକୁ ମୋର ହୃଦକେନ୍ଦ୍ରର ପଶ୍ଚାତରେ ରହିଛନ୍ତି ତାକୁ କଳ୍ପନା କରିବି। କଳ୍ପନା କରିବି ସେଇ ଅନୁସାରେ ମୁଁ ଚୈତ୍ୟସତା ଯେହେତୁ ମୋର ବର୍ତ୍ତମାନ ମୋ ନିଜ ଅନ୍ତରାତ୍ମା ରହିଛନ୍ତି ତେଣୁ ମୋର କାର୍ଯ୍ୟ ଗୁଡାକ ସେଇ ଅନୁସାରେ ତିଆରି କରିବି। ତିଆରି କଲେ ସେ ନିଶ୍ଚୟ ସମ୍ମୁଖକୁ ଆସିବେ ଏବଂ ମୋତେ ପରିଚାଳିତ କରିବେ। ଜଣେ ତାର କଳ୍ପନା ଦ୍ଵାରା ତା ନିଜ ଅସ୍ତିତ୍ଵକୁ ଗଠନ କରିପାରିବ। ଅବଶ୍ୟ ତୁମକୁ ଯଦି ଏହାର ବ୍ୟବହାର ଜଣାଥିବ ଓ ତୁମର ସେ କ୍ଷମତା ମଧ୍ୟ ଥିବ। ତାମାନେ ଆମର ପର୍ସନାଲିଟି କୋଉ ଭଳିଆ ହବ ଆମେ ଯଦି ସେଇ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଏବଂ ସେଇ ଅନୁସାରେ ଆମେ ଚିନ୍ତାକୁ କଳ୍ପନାକୁ ଆମ ଭିତରୁ ଆସିବାକୁ ଅନୁମତି ଦବା ତାହେଲେ ଆମର ପର୍ସନାଲିଟା କ୍ରିଏଟ। ଦେଖ ଆମର ଯଦି ଆପଣ ସବୁବେଳେ ଖୁସି ବାସି ମୁଡରେ ରହିବେ ଖୁସି ବାସି ମୁଡରେ ତାହେଲେ ଅନେକ ବାଧା ଅସୁବିଧା ଅନେକ ପ୍ରକାର ଯନ୍ତ୍ରଣା ଇଏ ସବୁ ଜିନିଷ ମତେ ଆସିକି କେତେବେଳେ ଛୁଇଁକି ପଳେଇ ଯାଇଥିବ ଆଉ ମୁଁ ଜାଣିପାରିନଥିବି। କିନ୍ତୁ ଯଦି ମୁଁ ସବୁବେଳେ ଖୁସି ବାସି ମୁଡରେ ନ ରହୁଥିବି ସବୁବେଳେ ଯୋଉ କହନ୍ତିନି ମୁହଁ ଟା ପୁରା କାଉଁଦା କରି ରହୁଥିବି ଚିନ୍ତା ଏଣୁ ତେଣୁ କଣ କରୁଥିବି ତାହେଲେ ଦେଖିବେ ସେଇ ଅନୁସାରେ ଆମର ଦେହ ଖରାପ ହବ ଘଟଣା ବି ଘଟିବ ଦୁର୍ଘଟଣା ଗୁଡ଼ିକ। ତେଣୁ ଅଭ୍ୟାସ ରଖିବା ଯେପରି ମୋର ଯୋଉ ବ୍ୟକ୍ତିତ୍ବ ରହିଛି ତିଆରି ହବା ପାଇଁ ମାଙ୍କ ପାଖରେ ମୁଁ ସଂକଳ୍ପ କରିଛି ପ୍ରଚେଷ୍ଟା କରୁଛି ତେବେ ସେ ସମୟରେ ଆମର ଇମାଜିନେସନ ପାୱାରକୁ ବ୍ୟବହାର କରିବାକୁ ପଡିବ। ବ୍ୟବହାର କଲେ ଆମର ବ୍ୟକ୍ତିତ୍ଵଟି ଗୋଟେ ସଂଗଠିତ ହବ ତାପରେ ପୁଣି ଯେତେ ଅଧିକରୁ ଅଧିକ ଅଗ୍ରଗତି ହବ ସେଥିରେ ପୁଣି ସେତେ ପରିବର୍ତ୍ତନ ହବ କି ରୂପାନ୍ତରିତ ହବ। ଏଇଠି କର୍ଣ୍ଣର ଗୋଟେ ଏକ୍ଜାମ୍ପଲ ଦିଆଯାଇଛି। କର୍ଣ୍ଣ ପରେ ଜଣା ପଡିଲା ସିନା ସେ କ୍ଷତ୍ରିୟ ବୋଲି କିନ୍ତୁ ପ୍ରଥମରୁ ସେ ଶୂଦ୍ର ଘରେ ଜନ୍ମ ଗ୍ରହଣ କରିଥିଲେ। ସେତେବେଳକୁ ଭାରତ ବର୍ଷରେ ଅପଭ୍ରଂଶ ହବା ଟିକେ ଆରମ୍ଭ ହେଲାଣି। ପ୍ରଥମେ ପ୍ରଥମେ ଯେତେବେଳେ ଯୋଉ ଚାରୋଟି ବର୍ଗ ତିଆରି ହେଇଥିଲା ବ୍ରାହ୍ମଣ ବୈଶ୍ୟ ମଝିରେ କ୍ଷତ୍ରିୟ ଅଛନ୍ତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଯୋଉମାନେ ବେଦ ଚର୍ଚ୍ଚା କରୁଥିଲେ ପୂଜା ପାଠ କରୁଥିଲେ ତାଙ୍କୁ ବ୍ରାହ୍ମଣ କୁହାଯାଉଥିଲା। ଯୋଉମାନେ ସୈନ୍ୟବାହିନୀରେ ଯୋଗ ଦଉଥିଲେ ରାଜ୍ୟ ଶାସନ କେମିତି ସୁରୁଖୁରୁରେ ହବ ରାଜାଙ୍କ ଆଦେଶ ପାଳନ କରି ତାକୁ ଟ୍ରାଫିକ ନିୟନ୍ତ୍ରଣ ହଉ ଯେ କୌଣସି ପ୍ରକାରର ହଉ ଯୋଉ ସେଥିରେ ସେମାନେ ଲାଗି ରହୁଥିଲେ। ତାପରେ ବୈଶ୍ୟ ବ୍ୟବସାୟ ଶୂଦ୍ର ସେବା କରୁଥିଲେ। ସେତେବେଳେ ଜଣ ଜଣଙ୍କ ଘରେ ହୁଏତ ତାଙ୍କର ଗୋଟିଏ ପୁଅ ବ୍ରାହ୍ମଣ ଗୋଟିଏ ପୁଅ କ୍ଷତ୍ରିୟ ଗୋଟିଏ ପୁଅ ବୈଶ୍ୟ ଆଉ ଗୋଟିଏ ପୁଅ ମଧ୍ୟ ଶୂଦ୍ର ହେଇପାରେ। କାର୍ଯ୍ୟ ଅନୁସାରେ ସେମାନେ ବର୍ଗରେ ବିଭକ୍ତ ହଉଥିଲେ। କିନ୍ତୁ ଧୀରେ ଧୀରେ ଅପଭ୍ରଂଶ ହେଇଛି ଏବଂ ତାପରେ ଶୂଦ୍ରର ପୁଅ ଶୂଦ୍ର ଏ ପ୍ରକାର ଏକ ଧାରଣା ସୃଷ୍ଟି ହେଇଛି। ସେଇ ସମୟର କଥା କର୍ଣ୍ଣ ଯେତେବେଳେ ଶୂଦ୍ରଙ୍କ ଘରେ ବଢିଛନ୍ତି ସେତେବେଳେ ତାଙ୍କୁ ସମସ୍ତେ କହୁଛନ୍ତି
ସାରଥୀଙ୍କର ପୁତ୍ର, ତେଣୁ ସେବା କରିବା ପାଇଁ ଜନ୍ମ। ସେମାନେ କ୍ଷତ୍ରିୟ ଭଳି ଯୁଦ୍ଧ କରିପାରିବେ ନାହିଁ, କିନ୍ତୁ ତାଙ୍କ ଭିତରେ ଏକ କ୍ଷତ୍ରିୟର ଯୋଉ ଲକ୍ଷଣ, ଯୋଉ ପ୍ରକାରର ଯୁଦ୍ଧ ଅଭ୍ୟାସ ଦରକାର, ସେଇ ପ୍ରକାରର ତାଙ୍କ ଭିତରେ ଏକ ଯେମିତି ଅନ୍ତରପ୍ରେରଣା କୁହନ୍ତୁ କିମ୍ବା ତାକୁ କଳ୍ପନା କୁହନ୍ତୁ, ଆଶା କୁହନ୍ତୁ, ଜାଗ୍ରତ ହେଇଥାଏ। ତେଣୁ ସିଏ ସବୁବେଳେ ଚେଷ୍ଟା କରିଛନ୍ତି କେମିତି ସମାଜର ଯୋଉ ତଥାକଥିତ ନିୟମ ଭିତରେ ବାନ୍ଧି ନ ହେଇ କେମିତି ସିଏ କ୍ଷତ୍ରିୟ ଭଳି ଯୁଦ୍ଧ କରିବେ, ସେଥିପାଇଁ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ଏଇ ଯୋଉ ଅସ୍ତିତ୍ୱଟି ସବୁବେଳେ ସେ ଭାବୁଥିଲେ, କଳ୍ପନାରେ ତାଙ୍କର କଣ ଥିଲା, ଯେ ମୁଁ କ୍ଷତ୍ରିୟ ହେବି, କ୍ଷତ୍ରିୟ ଭଳି ମୁଁ ଦିନେ ଅର୍ଜୁନକୁ ଯଦି ପରାସ୍ତ କରିବି, ତେବେ ମତେ କ୍ଷତ୍ରିୟ ବୋଲି ଗ୍ରହଣ କରିବେ, ତାର ଏଇ ଧାରଣା ବି ଥିଲା। ରାଜବଂଶରେ ଯଦି ରାଜକୁମାର ମାନଙ୍କୁ ସେ ଯୁଦ୍ଧରେ ପରାଭୂତ କରନ୍ତି, ତେବେ ସେ କ୍ଷତ୍ରିୟ ରୂପେ ଗଣାଯିବେ ବୋଲି ତାଙ୍କ ଭିତରେ ଅନେକ ବର୍ଷ ଧରି ସେ କଳ୍ପନାଟି ଜାଗ୍ରତ ହେଇକି ରହିଛି। ତେଣୁ ତୁମେ ପୃଥିବୀରେ କିଛି ତିଆରି କରିପାରିବାକୁ ଯଦି ଚାହୁଁଛ, କିଛି ରୂପାୟଣ କରିବାକୁ ଚାହୁଁଛ, ତାହେଲେ ତୁମେ କଳ୍ପନା ଶକ୍ତିକୁ ବ୍ୟବହାର କର ଏବଂ ସେଇଭଳି ଜିନିଷ କଳ୍ପନା କର ଯୋଉଗୁଡ଼ିକ ମାନବ ସଭ୍ୟତାର ଉଚ୍ଚତମ ଆବିଷ୍କାର ପାଇଁ ସହଯୋଗ ହଉଥିବ। ଯଦି ତାର କଳ୍ପନା କରିବାର କ୍ଷମତା ନଥିବ, ତେବେ ସେ ଅଗ୍ରଗତି କରିପାରିବ ନାହିଁ, ମା କହୁଛନ୍ତି। ଏଇଗୁଡା ମୁଁ ଯୋଉ କର୍ଣ୍ଣଙ୍କର ଯୋଉ କେତେ ଗୁଡେ କଥା ଗୁଡିକ କହିଲି, ଏମାନେ ଶୂଦ୍ର ଘରେ ପ୍ରାପ୍ତ କରିଛନ୍ତି, ପାଇଛନ୍ତି, ଏବଂ କର୍ଣ୍ଣ ଆଶା କରିଛନ୍ତି ଯାଇକି ଭିନ୍ନ ଭିନ୍ନ ଗୁରୁଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବା ପାଇଁ। ତାଙ୍କର ଟିକେ ଉଚ୍ଚ କଳ୍ପନା ଥିଲା। କଣ ଥିଲା? ଯାଇକି ଦ୍ରୋଣ ଭଳିଆ ଗୁରୁ, ମହାନ ଗୁରୁଙ୍କ ପାଖରେ ମୁଁ ଶିକ୍ଷା ଗ୍ରହଣ କରିବି। ସେଠିକି ବି ଯାଇଛନ୍ତି। ଦ୍ରୋଣ ତାଙ୍କୁ କହିଛନ୍ତି ଯେ ମୁଁ ହଉଛି ପ୍ରାଇଭେଟ ଟିଉସନ ମାଷ୍ଟର। ବର୍ତ୍ତମାନ ମୋର ଆଉ ଟିଉସନ, ଏଇଟା ପବ୍ଲିକ ଟିଉସନ ନୁହଁ, ପ୍ରାଇଭେଟ ବା ପବ୍ଲିକ ସ୍କୁଲ ଏଟା ନୁହଁ, ଏଟା ହଉଛି ପ୍ରାଇଭେଟ ଟିଉସନ। କାହିଁକି ନା ରାଜା ମତେ ଦରମା ଦଉଛନ୍ତି ଏବଂ ତାଙ୍କର ପୁଅ ମାନଙ୍କୁ ମତେ ଅଧ୍ୟୟନ କରିବା ପାଇଁ ରଖିଛନ୍ତି। ତେଣୁ ମୁଁ ଏଠି ଆଉ ମନ ମୁତାବକ ଆଉ ଜଣକୁ କାହାକୁ ଟିଉସନ କରିପାରିବି ନାହିଁ। କର୍ଣ୍ଣ ସେଠି ପରିବର୍ତ୍ତନ ଦୁହାଇ ଦେଇଛନ୍ତି, କହୁଛନ୍ତି କେବଳ କଣ ରାଜକୁମାର ମାନେ ଯୁଦ୍ଧ ବିଦ୍ୟା ଶିଖିବା ପାଇଁ କେବଳ ଯୋଗ୍ୟ? ସିଏ ବୁଝିବାକୁ ସେଠି ଚେଷ୍ଟା କରିନାହାନ୍ତି ଯେ ପ୍ରାଇଭେଟ ଟିଉସନ ନା ପିଲାଳିଆ ଲୋକ, ପ୍ରାଇଭେଟ ଟିଉସନ ମାଷ୍ଟର କଣ, ପବ୍ଲିକ ସ୍କୁଲ କଣ, ବୁଝି ପାରୁନାହାନ୍ତି। ଯାହା ହଉ ସେଠି ସେ ଫେରିଆସିଛନ୍ତି। କିନ୍ତୁ ସେ କ୍ଷତ୍ରିୟ ହବା ପାଇଁ ଯୋଉ ସ୍ୱପ୍ନ, ଯୋଉ ଆମେ ତାକୁ ଯୋଉ ସ୍ୱପ୍ନ କହୁଛେ, ଇମାଜିନେସନ ଆଉ କଣ, ଭାବନା, ଯେ ମୁଁ ଏମିତି ଯୁଦ୍ଧ କରିବି, ଏହା କରିବି, ସେୟା କରିବି, ଇତ୍ୟାଦି ଇତ୍ୟାଦି, ମୁଁ ବି କ୍ଷତ୍ରିୟ ଭଳିଆ ଲଢେଇ କରିବି, ସେସବୁ ସେ ତାପରେ ଯାଇକିରି ନେଇଛନ୍ତି କାହା ପାଖରେ, ପରଶୁରାମଙ୍କ ପାଖରୁ ଶିକ୍ଷା ନେଇଛନ୍ତି। କିନ୍ତୁ ତାଙ୍କ ଭିତରେ ସେ କ୍ଷତ୍ରିୟ ସୁଲଭ ଯୋଗୁ ଗୋଟେ ଅଘଟଣ ଘଟିଛି, ଯୋଉ ଅଘଟଣ ଫଳରେ ପରଶୁରାମ ଜାଣି ପାରିଛନ୍ତି ସେ କ୍ଷତ୍ରିୟ ବୋଲି। ସେ ସେଠି ତାଙ୍କୁ କ୍ଷତ୍ରିୟ ବୋଲି ପରିଚୟ ଦେଇନାହାନ୍ତି, ମିଛ କରି ଛଳନା କରି ଯାଇଛନ୍ତି। କାରଣ ପରଶୁରାମ କୌଣସି କ୍ଷତ୍ରିୟଙ୍କୁ ଶିକ୍ଷା ଦଉନଥିଲେ, ବରଂ ଯୋଉମାନେ ଅହଙ୍କାରୀ କ୍ଷତ୍ରିୟ ଥିଲେ ସେମାନଙ୍କୁ ସେ ନାଶ କରିଛନ୍ତି। ବୁଲି ବୁଲି ଯାଇକି ଯୁଦ୍ଧ କରି ତାଙ୍କୁ ହରେଇଛନ୍ତି, ହାଣିଛନ୍ତି। ତେଣୁ ସେଠି ସେ ମିଛ କହିଛନ୍ତି, କ୍ଷତ୍ରିୟ ନୁହଁ ବୋଲି ପରିଚୟ ଦେଇନାହାନ୍ତି। କ୍ଷତ୍ରିୟ ତ ସେ ନୁହଁ, କାହିଁକିନା ସେତେବେଳେ କଣ ଜଣାଥିଲା କି ସେ କ୍ଷତ୍ରିୟ କି କଣ ବୋଲି। ସେଠି ସେ ବ୍ରାହ୍ମଣର ପରିଚୟ ଦେଇଛନ୍ତି। କିନ୍ତୁ ସେ ଅଘଟଣ ଯୋଗୁ ବିଶ୍ୱାମିତ୍ର ଜାଣିପାରିଛନ୍ତି, ସରି ବିଶ୍ୱାମିତ୍ର କହୁଛି, ପରଶୁରାମ ଜାଣିପାରିଛନ୍ତି ଯେ ଇଏ ହଉଛନ୍ତି ଜଣେ କ୍ଷତ୍ରିୟ ବୋଲି। ତାପରେ ସେ ଅଭିଶାପ ଦେଇଛନ୍ତି, ତମେ ମତେ ଛଳନା କଲ, ତେଣୁ ଯୋଉ ସମୟରେ ତୁମର ନିହାତି ଆବଶ୍ୟକ ହବ, ସେତେବେଳେ ମୁଁ ତୁମର ମୋର ଯୋଉ ବିଦ୍ୟା ତୁମର ଆଉ ମନେ ପଡିବ ନାହିଁ। କିନ୍ତୁ ତାଙ୍କ ଭିତରେ ସେ ଇମାଜିନେସନ ରହିଛି, କଳ୍ପନା ରହିଛି କଣ, ମୁଁ ଦିନେ କ୍ଷତ୍ରିୟ ପଦବାଚ୍ୟ ହେବି ଏବଂ ଅର୍ଜୁନକୁ ହରେଇବି। ତେଣୁ ରାଜକୁମାରଙ୍କର ଯୋଉ ରଙ୍ଗସଭାକୁ ଯାଇଛନ୍ତି, ସେଠି ଆହ୍ୱାନ ଦେଇଛନ୍ତି ଯେ ମୋ ସହିତ ଲଢେଇ କରି ଦେଖ। କିନ୍ତୁ ସେଠି ତାଙ୍କୁ କୃପାଚାର୍ଯ୍ୟ କହୁଛନ୍ତି ଯେ ଦେଖନ୍ତୁ ଆଜ୍ଞା, ଏଇଟା ରାଜକୁମାର ମାନଙ୍କର ଯୁଦ୍ଧ ବିଦ୍ୟା କଣ ଶିଖିକି ଆସିଛନ୍ତି କି ନ ଆସିଛନ୍ତି, ତାରି ରଙ୍ଗ ସଭା ହଉଛି। ମାନେ ସେମାନେ ଏଠି ତାଙ୍କର କଳା କାରନାମା ଦେଖଉଛନ୍ତି। ତୁମେ ଜଣେ ରାଜକୁମାର ନୁହଁ,
ତେଣୁ ତୁମେ ଏଥିରେ ଭାଗ ନେଇପାରିବ ନାହିଁ। ତୁମେ ଯଦି ରାଜା ହେଇଥାନ୍ତ କିମ୍ବା ରାଜକୁମାର ହେଇଥାନ୍ତ ତାହେଲେ ଭାଗ ନେଇ ପାରିଥାନ୍ତ। ସେ ସମୟରେ ମହାମାନୀ ଦୁର୍ଯ୍ୟୋଧନ, ଅହଙ୍କାରୀ ଦୁର୍ଯ୍ୟୋଧନ, ସେଠି ସେ କହୁଛି ଠିକ ଅଛି। ସେ ଦେଖିଲା ଯେ ଶତ୍ରୁ ମୋର ମିତ୍ର ତ, ଯଦି ଅର୍ଜୁନକୁ ଯିଏ ଯୁଦ୍ଧ ପାଇଁ ଆହ୍ୱାନ ଦଉଛି, ତାମାନେ ସେ ପ୍ରକାର ଲୋକ ମୋ ପାଖରେ ରଖିବା ଦରକାର। ବଳେ ବଳେ କୌଶଳ ତେଲ ତେଲ ମାରି ତ ରଖିବି ପାଖରେ। ତେଣୁ ସେ ସେଠି ତାଙ୍କୁ ସାଙ୍ଗେ ସାଙ୍ଗେ ଅଙ୍ଗ ଦେଶର ଗୋଟେ ପ୍ରାଦେଶ ତାଙ୍କର ଥିଲା, ସେଥିରେ ରାଜା ବୋଲି ଘୋଷିତ କରିଦେଲେ। କଣ ରାଜା, କିନ୍ତୁ ତଥାପି ସେ ସଂଘରେ ରଙ୍ଗସଭାରେ ସେ କରିପାରିନାହାନ୍ତି ଯୁଦ୍ଧ ବା ଭାଗ ନେଇ ପାରିନାହାନ୍ତି। ଯେତେବେଳେ ମହାଭାରତ ଯୁଦ୍ଧ ସମୟ ଆସି ପହଞ୍ଚି ଯାଇଛି ଏବଂ ଯୁଦ୍ଧ ହବ ବୋଲି ସ୍ଥିର ହେଇଯାଇଛି, ସେତେବେଳେ ତାଙ୍କୁ କୃଷ୍ଣ ତାଙ୍କର ଅସଲି ପରିଚୟ ଦେଇଛନ୍ତି। ତଥାପି ସେ କଣ କରିଛନ୍ତି, ତାଙ୍କର ସେ ସତ୍ୟକୁ ନ ବାଛିଛନ୍ତି କାହାକୁ, ନା ତାଙ୍କର ସାଙ୍ଗ। ଯେହେତୁ ଦୁର୍ଯ୍ୟୋଧନ ତାଙ୍କୁ ମିତ୍ର ବୋଲି ସମ୍ବୋଧନ କରି ରାଜା କରିଛନ୍ତି, ତେଣୁ ମିତ୍ର ଦ୍ରୋହ କରିବେ ନାହିଁ, ତେଣୁ ଅସତ୍ୟ ପଛରେ ରହିଛନ୍ତି। ତେଣୁ ଏଇଠି ଆମେ ଗୋଟେ ଜିନିଷ ମନେ ରଖିବା ଦରକାର, ତୁମର କଳ୍ପନା ଗୁଡିକ ତୁମର ବ୍ୟକ୍ତିତ୍ୱକୁ କେମିତି ଗଠନ କରେ, ଏଇ କଥାଟି ହଉଛି ମୂଳ ଉଦ୍ଦେଶ୍ୟ ଏଠି। ଏଇ କାହାଣୀଟି, କର୍ଣ୍ଣଙ୍କର କାହାଣୀ ବର୍ଣ୍ଣନା ହବାର ମୂଳ କାରଣ ହଉଛି ତୁମର କଳ୍ପନା ଯାହା, ସେଇ ଅନୁସାରେ ତୁମର ବ୍ୟକ୍ତିତ୍ୱ କେମିତି ଗଠନ ହୁଏ। ତାଙ୍କ ମୁଣ୍ଡରେ ରହିଲା କେବଳ ଅର୍ଜୁନଙ୍କୁ ସେ ହରେଇବେ। ସେଇ ଇମାଜିନେସନ ରେ, ସେଇ କଳ୍ପନାରେ କହିଲେ, ମୁଁ ଯଦି ଅର୍ଜୁନକୁ ହରେଇ ଦିଏ ତାହେଲେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେଇଛି। ତେଣୁ ସିଏ ଦୁର୍ଯ୍ୟୋଧନର ସାଥ ଦେଲେ। ତେଣୁ ସିଏ ଯୋଉ ବିଦ୍ରୋହାତ୍ମକ ତାଙ୍କ ଭିତରେ ରହିଲା, ସେଇଥିପାଇଁ ରହିଲା। ତାର ପରିଣାମ ହେଲା ଅନ୍ୟାୟ ଅସତ୍ୟ ଅତ୍ୟାଚାରର ସପକ୍ଷରେ ନେଲେ। ଅନେକ ଦିନ ଧରି ଚେଷ୍ଟା କରିଛନ୍ତି ସେ ଅନ୍ୟାୟ, ଦୁର୍ଯ୍ୟୋଧନ ଯୋଉ ଅନ୍ୟାୟ କରେ ସେଥିରେ କେମିତି ସେ ସହଭାଗୀ ହେବେ ନାହିଁ, କିନ୍ତୁ ସେ ସହଭାଗୀ ହେଇଛନ୍ତି। ଯେତେବେଳେ ବନବାସ ଗଲେ ସେତେବେଳେ ବି ସେ ସହଭାଗୀ ହେଇଛନ୍ତି ଦୁର୍ଯ୍ୟୋଧନଙ୍କର ପାପ କାର୍ଯ୍ୟରେ। ଏବଂ ଆମେ ଜାଣିଛନ୍ତି ମହାଭାରତ ଯୁଦ୍ଧରେ ଅଭିମନ୍ୟୁକୁ କେମିତି ସପ୍ତରଥୀ ମିଶିକରି ହତ୍ୟା କଲେ, ସେଥିରେ ମଧ୍ୟ କର୍ଣ୍ଣ ସାମିଲ ଥିଲେ। ତେଣୁ ତାର ପରିଣାମ କଣ ହେଲା, ଏଇଠି ଆଉ ଗୋଟେ ଘଟଣା କର୍ଣ୍ଣଙ୍କର, ଦେଖନ୍ତୁ ତାଙ୍କର ସବୁଆଡେ ଦେଖନ୍ତୁ, ତୁମର କଳ୍ପନା ପ୍ରକୃତରେ ରହିବା କଥା କଣ, ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ, ସତ୍ୟକୁ ପ୍ରତିଷ୍ଠା କରିବା ପାଇଁ, ନିଜକୁ ପ୍ରତିଷ୍ଠା କରିବା ପାଇଁ ନୁହଁ, ନିଜର ଅହଙ୍କାରକୁ ପ୍ରତିଷ୍ଠା କରିବା ପାଇଁ ନୁହଁ, ନିଜର ମିତ୍ରତା, ନିଜର ଦ୍ରୋହ, ତମେ ଯାହା ଯେତେ ସଂକଳ୍ପ କରିଛ ତାକୁ ପ୍ରତିଷ୍ଠା କରିବା ପାଇଁ ନୁହଁ, ପ୍ରତିଷ୍ଠା ହେବେ କେବଳ ଭଗବାନ। ତେଣୁ ଆମେ ସେ ବିଷୟରେ ସଚେତନ ରହିବା ଉଚିତ। ତେଣୁ ସେ ଆଉ ଅଭିଶାପ ଆଉ ଗୋଟେ ପାଇଥିଲେ, ଏପଟରେ ଗୁରୁଙ୍କର ଅଭିଶାପ ପାଇଲେ କଣ, ଯେତେବେଳେ ଠିକ ଦରକାର ହବ ସେତେବେଳେ ତୁମର ଆଉ ମୁଁ ଯୋଉ ଯୁଦ୍ଧ ବିଦ୍ୟା ଶିଖେଇଛି ଆଉ ତମର କିଛି ମନେ ପଡିବନି। ଆଉ ଗୋଟେ ଅଭିଶାପ ବି ପାଇଥିଲେ। ତାର ଅଭିଶାପ ଫଳରେ କଣ ହେଇଛି ନା, ତାଙ୍କର ରଥ ଚକ ଠିକ ସମୟରେ ଭୂ ମଧ୍ୟକୁ ଧସେଇ ହେଇ କିଛି ବାଟ ପହଞ୍ଚେଇଛି। ଏବଂ ସେଇ ସମୟରେ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ତୁମେ ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦିଅ, ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦିଅ। ସେ ଅର୍ଜୁନ କହୁଛନ୍ତି କେମିତି ଯୁଦ୍ଧ ପାଇଁ ଆହ୍ୱାନ ଦିଅ, ସେ ତ ରଥ ତଳେ ଅଛି। ନା ସେଇଠୁ କଣ ହେଲା, ତୋ ପୁଅକୁ ଗୋଡେଇ ଘାଟେଇ ମାରିଥିଲେ ମିଶିକି 7 ଜଣ, ତୁ ଆହ୍ୱାନ ଦେ। ସିଏ ଆହ୍ୱାନ ଯଦି ସ୍ୱୀକାର ନ କଲା ସେଟା ତାର ଭୁଲ, ତାର ଅସ୍ତ୍ର ଥାଉ ନଥାଉ ସେ ତଳେ ଥାଇ ଯୁଦ୍ଧ କରୁନି। ଅଭିମନ୍ୟୁକୁ 7 ଜଣ ମିଶିକି ମାରି ପାରିଲେ, ସିଏ ତ ତଳେ ଠିଆ ହେଇଥିଲା। ତେଣୁ ତୁ ଆହ୍ୱାନ ଦେ, ଯାହା ହଉଛି ଦେଖାଯାଉ। ଏବଂ ସେ ଆହ୍ୱାନ ଦେଇଛନ୍ତି ଏବଂ ସେସବୁ କର୍ଣ୍ଣ ଅର୍ଜୁନଙ୍କ ହାତରେ ନିହତ ହେଇଛନ୍ତି। କିନ୍ତୁ ଅପର ପକ୍ଷରେ ଅର୍ଜୁନ, ତାଙ୍କର ସମସ୍ତ କଳ୍ପନାର ଉତ୍ସ ଥିଲେ କେବଳ ଶ୍ରୀକୃଷ୍ଣ। ତେଣୁ ସେ ବିଶ୍ୱରୂପ ଦର୍ଶନ କଲେ। ତେଣୁ ତାଙ୍କର ବିଷାଦର ଯୋଗ ସବୁ ଶେଷ ହେଇଛି ଏବଂ ଗୀତା ଭଳିଆ ମହାନ ଗ୍ରନ୍ଥ ଆମେ ସମସ୍ତେ ପାଇଛନ୍ତି। ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀର ବିରାଟ ଏକ ସଂକଳନ ଆମ ପାଖରେ ପାଇଛନ୍ତି। ତେଣୁ ତୁମର କଳ୍ପନା ଯୋଉଭଳି ହବ, ତୁମର ବ୍ୟକ୍ତିତ୍ବ ସେଇଭଳି ତିଆରି ହେବ।
ତୁମ ଜୀବନର ଆଗେ ଆଗେ ତୁମର କଳ୍ପନା ଚାଲିଥାଏ। ଯେତେବେଳେ ତୁମେ ନିଜ ବିଷୟରେ ଚିନ୍ତା କର, ସାଧାରଣତଃ ତୁମେ କଣ ହେବାକୁ ଚାହଁ ତାହା କଳ୍ପନା କରିଥାଅ, ନୁହେଁ କି? କଳ୍ପନା ତୁମ ଆଗେ ଆଗେ ଚାଲିଥାଏ, ତୁମେ ତାକୁ ଅନୁସରଣ କରି ଚାଲ। ଏବଂ ସେହିପରି ତୁମେ ଆଗେ ଆଗେ ଯାଏ, ସେହିପରି ସେ ତୁମ ଆଗେ ଆଗେ ଯାଏ ଏବଂ ତୁମେ ତା ପଛେ ପଛେ ଚାଲିଥାଅ। କଳ୍ପନା ହିଁ ତୁମ ଆଗରେ ତୁମ ଉପଲବ୍ଧିର ପଥ ଖୋଲି ଖୋଲି ଯାଉଥାଏ। ଯେଉଁ ଲୋକମାନେ କଳ୍ପନା ପ୍ରବଣ ନୁହନ୍ତି, ସେମାନଙ୍କୁ ଗତିଶୀଳ କରାଇବା ବଡ଼ କଷ୍ଟ। ସେମାନେ କେବଳ ତାଙ୍କ ନାକ ଆଗରେ ଯାହା ଥୁଆ ହେଇଥାଏ ସେତିକି ଦେଖନ୍ତି। ସେମାନେ ଉପସ୍ଥିତ ମୁହୂର୍ତ୍ତ ଗୁଡ଼ିକୁ ହିଁ ଅନୁଭବ କରନ୍ତି, କିନ୍ତୁ ସେମାନେ ତ ଆଗକୁ ଯାଇପାରନ୍ତି ନାହିଁ। କାରଣ ତା କ୍ଷଣିକ ବସ୍ତୁ ଗୁଡ଼ିକ ଦ୍ୱାରା ସେମାନେ ବନ୍ଧା ହୋଇଥାନ୍ତି। ଯେଉଁ ଲୋକମାନେ କଳ୍ପନା ପ୍ରବଣ ନୁହନ୍ତି, ସେମାନଙ୍କୁ ଗତିଶୀଳ କରାଇବା ବଡ଼ କଷ୍ଟ। ସେମାନେ କେବଳ ତାଙ୍କ ନାକ ଆଗରେ ଯାହା ଥୁଆ ହୋଇଥାଏ ସେତିକି ଦେଖନ୍ତି। ସେମାନେ ଉପସ୍ଥିତ ମୁହୂର୍ତ୍ତ ଗୁଡ଼ିକୁ ହିଁ ଅନୁଭବ କରନ୍ତି, କିନ୍ତୁ ସେମାନେ ତା ଆଗକୁ ଯାଇପାରନ୍ତି ନାହିଁ। କାରଣ ତା କ୍ଷଣିକ ବସ୍ତୁ ଗୁଡ଼ିକ ଦ୍ୱାରା ସେମାନେ ବନ୍ଧା ହୋଇଥାନ୍ତି। ଏଠି ଯୋଉ ଚିତ୍ରଟି ଦିଆହେଇ ଦେଖନ୍ତୁ, ଏଠି ବଣର ପ୍ରାନ୍ତର ବା ବଣର ରାଜା ଯିଏ ନିଷାଦ, ସିଏ ଶ୍ରୀରାମ ଲକ୍ଷ୍ମଣ ସୀତାଙ୍କୁ ବସାଇଛନ୍ତି, ବସେଇକି ଶ୍ରୀରାମଙ୍କର ପୂଜା କରୁଛନ୍ତି। ଏ ନିଷାଦ ବଣର ରାଜା ହେଲେ ମଧ୍ୟ ତାଙ୍କର ସେ ଅପେକ୍ଷା କରି ରହିଥିଲେ, ତାଙ୍କର ଏକ କଳ୍ପନା ଥିଲା ଯେ ପ୍ରଭୁ ଦିନେ ନା ଦିନେ ଆସିବେ। ସେଇ ଦିନକୁ ଅପେକ୍ଷା କରି ସିଏ ରହିଥିଲେ। ଆମେ ଶବରୀଙ୍କ କଥା ତ ଜାଣିଛନ୍ତି, ସିଏ ତ ଅ, କଳ୍ପନା କରିଥିଲେ, ଆଶା କରିଥିଲେ, କିମ୍ବା ସିଏ ତାଙ୍କୁ ଯେହେତୁ ଉମ୍, ତାଙ୍କ ଗୁରୁ କହି ଯାଇଛନ୍ତି, ତେଣୁ ସେ ନିସ୍ଥିର ନିଶ୍ଚିତ ଥିଲେ। କିନ୍ତୁ ସେ ସବୁ ଗୋଟେ ସ୍ଥିର ନିଶ୍ଚିତ ଥିଲେ ମଧ୍ୟ ସେମାନେ କଳ୍ପନା ରଖୁଥିଲେ ନା, ଯେ ପ୍ରଭୁ କେମିତି ଆସିବେ, ଏମିତି ଆସିବେ, ପ୍ରଭୁ ଆସିବେ, ମୁଁ ଏମିତି ପୂଜା କରିବି, ଏମିତି କରିବି। ସେଇ ଯୋଉ କଳ୍ପନା, ତେଣୁ କଣ ହୁଏ, ଯେତେବେଳେ ତୁମେ ଏକ ଉଚ୍ଚତର କଳ୍ପନା ରଖୁଛ, ସେତେବେଳେ କଳ୍ପନା ତୁମ ଆଗେ ଆଗେ ଚାଲିଥାଏ ଆଉ ତୁମେ ତାକୁ ଅନୁସରଣ କରି ଚାଲିଥାଅ। ତାର ପରିଣାମ କଣ ହୁଏ ନା, ଭଗବାନଙ୍କୁ ସେ ଅପେକ୍ଷା କରି ଯେହେତୁ ରହିଛନ୍ତି, ସେଇଟାକୁ କଳ୍ପନାରେ ତାଙ୍କର ଚାଲିଛି ଯେ ଭଗବାନ ଏମିତି ଆସିବେ, ସେମିତି ଆସିବେ, ସେ ଆସିବେ। ତାଙ୍କର ଜୀବନଚର୍ଯ୍ୟା, ତାଙ୍କର ଜୀବନଚର୍ଯ୍ୟା ସବୁବେଳେ ସେଇ ଅର୍ଥରେ ହିଁ ହୋଇ ଚାଲିଥିବ। ସେଇଥିପାଇଁ ଆମେ ଯେମିତି ବର୍ତ୍ତମାନ ପ୍ରଭୁ କହୁଛନ୍ତି, ତମେ ଯେତେବେଳେ ମାଙ୍କର କର୍ମୀ ହବା ପାଇଁ ଚାହୁଁଛ, ଦିବ୍ୟ କର୍ମୀ ହବା ପାଇଁ ଚାହୁଁଛ, ବା ଭଗବାନଙ୍କୁ ପରିପ୍ରକାଶ କରିବାକୁ ଚାହୁଁଛ, ରୂପାନ୍ତର ହବା ପାଇଁ ତୁମର ଆଧାରକୁ ପ୍ରସ୍ତୁତ କରିବାକୁ ଚାହୁଁଛ, ସେତେବେଳେ ତୁମେ ପ୍ରଥମେ ଯେତେବେଳେ କର୍ମ କରୁଛ, ମାଙ୍କୁ ସମର୍ପଣ କରି କର୍ମ କଲା ବେଳେ କୋଉ କର୍ମଟି ଭୁଲ, କୋଉ କର୍ମଟି ଠିକ, କୋଉ କର୍ମଟି ମତେ ଅଗ୍ରଗତି ଦିଗରେ ନବ, କୋଉ କୋଉ କର୍ମଟି ମତେ ବାନ୍ଧି ରଖିବ ଏଇ ଜଡତା ସହିତ, ତାମସିକତା ସହିତ, କିମ୍ବା ଆଣ୍ଟି ଡିଭାଇନ ଫୋର୍ସ ସହିତ, ତାକୁ ଚିହ୍ନିବ କେମିତି? ତେଣୁ ପ୍ରଥମେ ପ୍ରଥମେ ଯେତେବେଳେ କାମ ଆରମ୍ଭ କରୁଛ, ସବୁ କର୍ମ ଗୁଡ଼ିକ କରିବ ମାଙ୍କ ପ୍ରୀତ୍ୟର୍ଥେ, ମା କୁ ଖୁସି କରେଇବା ପାଇଁ। ମା ଯୋଉ କର୍ମ କଲେ ମା ଖୁସି ହେବେ, ସେଇ ପ୍ରକାର କର୍ମ କରିବ ମାଙ୍କ ପ୍ରୀତ୍ୟର୍ଥେ। ତେଣୁ ଯେତେବେଳେ ଇଏ କଳ୍ପନା କରୁଛନ୍ତି ଭଗବାନ ଦିନେ ନା ଦିନେ ଆସିବେ, ଏବଂ ସେଇ କଳ୍ପନାରେ ନିଜକୁ ବୁଡେଇକି ରଖୁଛନ୍ତି, ସେତେବେଳେ ତାଙ୍କର ଜୀବନଚର୍ଯ୍ୟା ସବୁ ତାଙ୍କରି ପ୍ରୀତ୍ୟର୍ଥେ ହେଇ ଚାଲୁଛି। ତେଣୁ ଏବଂ ଶେଷରେ ଦେଖିଲେ ତାଙ୍କର ପ୍ରଭୁ ଆସି ପହଞ୍ଚିଲେ। ପ୍ରଭୁ ଅନ୍ୟ କୋଉ ବାଟ ଦେଇକି ଯାଇପାରିଥାନ୍ତେ, କିନ୍ତୁ ତାଙ୍କର ଯୋଉ କଳ୍ପନା, ସିଏ ଯୋଉ ଆଶା କରି ରହିଛନ୍ତି, ତାର ପରିଣାମ ସ୍ୱରୂପ ପ୍ରଭୁ ସେଇ ଆଡକୁ ବା ବା ସିଏ ଯୋଉ ଅରା ତିଆରି ହେଇଛି, ତେଣୁ ତା ଭିତରକୁ ପ୍ରଭୁ ନିଜେ ତାଙ୍କର ମନୋବାଞ୍ଛା ପୂରଣ କରିବା ପାଇଁ ନିଜେ ଆସୁଛନ୍ତି। ଏପଟରେ ଆଉ ଜଣେ ଆମେ ଦେଖୁଛନ୍ତି ନାଉରୀ, ସିଏ ସିଏ ବି ଅପେକ୍ଷା କରି ରହିଛି। ସାଧାରଣତଃ କହିବାକୁ ଗଲେ ପ୍ରକୃତରେ ଏମାନେ ଅନେକ ଜନ୍ମର ତପସ୍ୟା କରିଛନ୍ତି। ସେ ଜନ୍ମର କର୍ମର ଫଳ ଏଇ ଜନ୍ମରେ ସେମାନେ ପ୍ରାପ୍ତ କରିଛନ୍ତି। ଭଗବାନଙ୍କର ଦର୍ଶନ କରିଛନ୍ତି, ସିଏ ଯେମିତି ପୂଜା କରିବା ସୁଯୋଗ ପାଇଛନ୍ତି, ସେମିତି ଇଏ କୈବର୍ତ୍ତ ସିଏ ତାଙ୍କର ପାଦ ପ୍ରକ୍ଷାଳନ କରିବା ବା ପାଦ ଧୋଇବାର ସୁଯୋଗ ପାଇଛନ୍ତି। ସିଏ ଖବର ପାଇଗଲେଣି
ଯେ ଜଣେ ବ୍ୟକ୍ତି ଆସିଛନ୍ତି ଏବଂ ଏମିତି ଏମିତି ସବୁ ଆଶ୍ଚର୍ଯ୍ୟଜନକ କାମ କରିକରି ଆସିଛନ୍ତି। ଛୋଟ ବୟସ ବେଶୀ ନୁହଁ, ବଡ ବୀର ବି ଏ, ମାନେ ତଥାକଥିତ ଆମେ ଯୋଉ କୁହନ୍ତି ସବୁ ଯୁଦ୍ଧ କରି କରି ଅନୁଭୂତି ସମ୍ପନ୍ନ ନୁହଁ, କିନ୍ତୁ ସିଏ ବାଳ ଯେତେବେଳେ ବାଳକ ଥିଲେ ସେତେବେଳେ ଅସୁର ମାନଙ୍କୁ ମାରିଛନ୍ତି। ତାପରେ ଆସିଲା ବେଳକୁ ବାଟରେ ଅ, ଅହଲ୍ୟା ଯେ ପଥର ହେଇକି ଥିଲେ ସିଏ ନାରୀ ରୂପ ଧାରଣ କରିଛନ୍ତି। ତେଣୁ କେତେ କେତେ ଲୋକଙ୍କୁ ଅଭିଶାପରୁ ମୁକ୍ତ କରି ଆସିଛନ୍ତି। ତେଣୁ ସିଏ ବି ଅପେକ୍ଷା କରି ରହିଛନ୍ତି ପ୍ରଭୁ ଆସନ୍ତୁ। କଳ୍ପନା କରୁଛନ୍ତି ପ୍ରଭୁ ଆସିଲେ ମୁଁ କଣ କଣ କରିବି, କେମିତି କଣ ପ୍ରଭୁଙ୍କୁ ସେବା କରିବା ପାଇଁ ସୁଯୋଗ ମୁଁ ପାଇବି। ତେଣୁ ସେଇ ଯୋଉ କଳ୍ପନାରେ ସେ ରହିଛନ୍ତି, ଅପେକ୍ଷା କରି ରହିଛନ୍ତି। ଯେତେବେଳେ ପ୍ରଭୁ ଆସୁଛନ୍ତି ସେ କହୁଛନ୍ତି, ଏଇଟା କବିଙ୍କର ବର୍ଣ୍ଣନା, ଯେ ସେ କହୁଛନ୍ତି ପ୍ରଭୁ ମୁଁ ଆପଣଙ୍କୁ ନାଁରେ ବସିବାକୁ ଦେବି ନାହିଁ। ନା କାହିଁକି? ନା ଯୋଉ ପାଦ ଆପଣଙ୍କର ସ୍ପର୍ଶରେ, ପାଦ ଆପଣଙ୍କ ପାଦର ଯୋଉ ସାମାନ୍ୟ ସ୍ପର୍ଶରେ ପଥର ଯେତେବେଳେ ଦେବୀ ପାଲଟି ଯାଇଛନ୍ତି, ସେତେବେଳେ ମୋ ନାଁ ଯଦି ଦେବୀ ପାଲଟି ଗଲା, ତେବେ ଯୋଉ ନାଁକୁ ଚଲେଇ ମୁଁ ମୋର ପରିବାର ପ୍ରତିପୋଷଣ କରୁଛି, ସିଏ ଯଦି ନାରୀ ରୂପ ଧାରଣ କଲା, ମୁଁ କେମିତି ଚଳିବି? ମୋର ତ ଆଉ ନାଁ ନଥିବ। ତେଣୁ ପ୍ରଭୁ କହୁଛନ୍ତି ତାହେଲେ ମୁଁ କଣ କରିବି? ଆଉ ମୁଁ ତ ପାଦଟା ତ ମୋ ସହିତ ଅଛି। ତେଣୁ ସିଏ କହୁଛି ଗୋଟାଏ କଣ୍ଡିସନରେ ହେଇପାରିବ। କଣ କଣ୍ଡିସନ? ନା ଆପଣଙ୍କ ପାଦ ମୁଁ ଧୋଇଦେବି। ତେଣୁ ଆପଣଙ୍କ ପାଦ ସ୍ପର୍ଶରେ ଯୋଉ ଧୂଳି ପଡିକିରି ଯୋଉ ପଥର ନାରୀ ରୂପ ହେଇଯାଇଛି, ତେଣୁ ଆପଣଙ୍କର ପାଦ ଧୂଳି ମୋ ନାଁରେ ପକାଇ ଦେବି ନାହିଁ। ଦେଖନ୍ତୁ, ଏଇଟାକୁ ସେଇଥିପାଇଁ ତାଙ୍କୁ କୁହାଯାଇଛି ବିଜ୍ଞାନୀ କୈବର୍ତ୍ତ। ବିଜ୍ଞାନୀ କୈବର୍ତ୍ତ ଧୋଇଲା ପ୍ରଭୁଙ୍କ ପାଦ। ଯୋଉଟା କି କୁହାଯାଏ ଯେ ପ୍ରଭୁଙ୍କର ପାଦ ଧୋଇବା ପାଇଁ ବ୍ରହ୍ମା, ଶିବ ଏମାନେ ମଧ୍ୟ ଅପେକ୍ଷା କରି କରି ପାଇନାହାନ୍ତି, ବା ସେ ସୁଯୋଗ ତାଙ୍କ ଭାଗ୍ୟରେ ପଡିନାହିଁ। ତେଣୁ କୈବର୍ତ୍ତ ତାଙ୍କ ପାଦ ଧୋଇ ଦେଇଛନ୍ତି। ତାପରେ ତାଙ୍କୁ ନେଇକି ନାଭରେ ବସାଇ ଦେଇଛନ୍ତି। ଦେଖନ୍ତୁ କି ସୁଯୋଗ, କି ସୁଯୋଗ! ଏଇ ଯୋଉ ସୁଯୋଗ ସେ ପାଇବା ପାଇଁ କେତେ ଦିନ ଧରି କଳ୍ପନା କରିକି ଅପେକ୍ଷା କରି ରହିଛନ୍ତି ନା, କେତେବେଳେ ପ୍ରଭୁ ଆସିବେ, କେତେବେଳେ ପ୍ରଭୁ ଆସିବେ। ଏଇପଟେ ଆସନ୍ତେନି। ସେ କଣ ଜାଣିଛନ୍ତି ପ୍ରଭୁ କୋଉ ପଟେ ଆସିବେ? ଆରେ ପ୍ରଭୁ ତାଙ୍କର ବଣ ଭିତରେ ବୁଲୁଛନ୍ତି, କିନ୍ତୁ ସିଏ କଳ୍ପନା କରୁଛନ୍ତି ପ୍ରଭୁ ମୋରି ନାଁରେ ଥରେ ପାରି ହୁଅନ୍ତିନି। କାହିଁକି ତାର ତ କାମ ନା ପାରିବା, ନୌକାରେ ବିହାର କରିବା ନା। ତେଣୁ ସିଏ କଳ୍ପନା କରୁଛି ପ୍ରଭୁ ଆସନ୍ତେ, ମୋ ନାଁରେ ବସନ୍ତେ, ମୁଁ ତାଙ୍କୁ ପାରି କରିଦିଅନ୍ତି। ସେଇ କଳ୍ପନା। ତେଣୁ ତାଙ୍କୁ ଯୋଉ କାମ ସେ, ତାମାନେ ଚିନ୍ତା କରନ୍ତୁ, ଯେତେବେଳେ ବି ସେ ନୌକା ବାହୁଥିବେ ସବୁବେଳେ ପ୍ରଭୁଙ୍କ ଚିନ୍ତାରେ ରହିଲେ, ଚିନ୍ତନରେ ରହିଲେ। ତେଣୁ କଳ୍ପନା ଯେତେ ଉଚ୍ଚତର କଳ୍ପନା ଆପଣ କରୁଛନ୍ତି, ତେଣୁ ଉଚ୍ଚତର ଚେତନାରେ ଆପଣ ବାସ କରିବା ପାଇଁ ବାଧ୍ୟ ହଉଛନ୍ତି। ତେଣୁ ତାପରେ ତ ପ୍ରଭୁ ଆସିଲେ। ତାପରେ ଗୋଟେ ବଢିଆ କଥାଟେ କବି ବର୍ଣ୍ଣନା କରୁଛନ୍ତି। ତା ହୋଇଥାଏ, ହୁଏତ ନିଶ୍ଚୟ ସେ କଥା ଯଦି ହେଇଥିବେ, ତାହେଲେ କୈବର୍ତ୍ତ ଏହା କହିଥିବ ବୋଲି କବି କହୁଛନ୍ତି। କଣ କହୁଛନ୍ତି ନା, ଯେତେବେଳେ ନୌକା ପାରି ହୋଇ ସାରିଛି, ଶ୍ରୀରାମ ତାଙ୍କୁ କହୁଛନ୍ତି ଆଉ ପାଉଣା ଦବା ପାଇଁ। କାହିଁକିନା ନୌକା ପାରି ହେଲେ ସେ କହୁଛି ନା, ମୁଁ ପାଉଣା ଆପଣଙ୍କ ପାଖକୁ ନେଇପାରିବି ନାହିଁ। କେମିତି ପାଉଣା ନବ? ଆରେ ପ୍ରଭୁଙ୍କୁ ପାରି କରିଛି, ଏଇଟା କି ସୁଯୋଗ, ସୌଭାଗ୍ୟ। ସେ ପ୍ରଭୁଙ୍କ ପାଖରୁ ପାଉଣା ନେବ? ଶ୍ରୀରାମ କହୁଛନ୍ତି ନା ନା, ପାଉଣା ନଦେଲେ ଉଁ, କେମିତି ହବ? ସୀତା କହୁଛି ନା, ଠିକ କଥା, ଆମେ ଋଣୀ ହେଇଯିବୁ। ସେଇଠୁ କୈବର୍ତ୍ତ କହୁଛନ୍ତି ପ୍ରଭୁ ମୁଁ ଆପଣଙ୍କୁ ଏଇ ନଦୀ ରୂପକ ଯୋଉ ଜଳସ୍ରୋତ ଯୋଉ ରହିଛି, ମୁଁ ମୋର ନୌକାରେ ଆପଣଙ୍କୁ ଏ ନଦୀକୁ ପାର କରେଇଦେଲି। ଆପଣଙ୍କ ପାଖକୁ ମୁଁ ଯେତେବେଳେ ଏଇ ସଂସାର ରୂପକ ନଦୀ ପାର କରିବା ପାଇଁ ଯାଇ ପହଞ୍ଚିବି, ସେତେବେଳେ ଆପଣ ମତେ ସେଇ ନଦୀଟି ପାର କରିଦେବେ, ତାହେଲେ ମତେ ମୁକ୍ତି ଦେଇଦେବେ।
ପ୍ରଭୁ ତଥାସ୍ତୁ କହୁଛନ୍ତି। ଦେଖନ୍ତୁ ତାଙ୍କର ସିଏ କିନ୍ତୁ ଅପେକ୍ଷା କରି ରହିଥିଲେ ନା, ସେଇଥିପାଇଁ କଳ୍ପନା ପ୍ରବଣ ମା ଲେଖୁଛନ୍ତି। ତେଣୁ ଯୋଉ ଲୋକମାନେ କଳ୍ପନା ପ୍ରବଣ, କିନ୍ତୁ କଳ୍ପନାଟି ବି କୋଉ ପ୍ରକାର କଳ୍ପନା କରିବେ ଆଉ ପୂର୍ବରୁ ଆମେ ଆଲୋଚନା ହେଇସାରିଛି। ତେଣୁ ସେଇ ଅନୁସାରେ ସବୁବେଳେ ରହିବେ, ଯେମିତି ଉଚ୍ଚତର ଚେତନା କଳ୍ପନାରେ ଆପଣଙ୍କର ଆସନ୍ତି। ଆଉ ଯୋଉମାନେ କଳ୍ପନା ପ୍ରବଣ ନୁହନ୍ତି, ତାଙ୍କ ନାକ ଅଗରେ ଯାହା ଥୁଆ ହେଇଥାଏ ସେତିକି ଦେଖନ୍ତି, ସେମାନେ ଆଉ କିଛି ଦେଖିପାରନ୍ତି। ନାକ ଅଗରେ ଯେତିକି ଦେଖାଏ ସେତିକି ଯଦି ଦେଖିବ, ତମେ କେବେ ବି ପୂର୍ଣ୍ଣ ସତ୍ୟକୁ ଦେଖିପାରିବ ନାହିଁ, କାହିଁକିନା ତୁମର ଆଂଶିକ ଦୃଷ୍ଟିକୋଣ ରହିବ। ତେଣୁ କଳ୍ପନା ପ୍ରବଣ ନହେଲେ ତୁମର ଅଗ୍ରଗତି ହବା ବହୁତ କଷ୍ଟ। ସେମାନେ ସେଥିପାଇଁ ମା ଲେଖୁଛନ୍ତି, ସେମାନେ ଆଗକୁ ଯାଇପାରନ୍ତି ନାହିଁ। କାହିଁକି? କାହିଁକିନା ତା କ୍ଷଣିକ ବସ୍ତୁ ଗୁଡ଼ିକ ଦ୍ଵାରା ସେମାନେ ବନ୍ଧା ହୋଇଥାନ୍ତି। କ୍ଷଣିକ ବସ୍ତୁ ଦ୍ଵାରା ବନ୍ଧା ହେଲେ କଣ ହବ? ତାମାନେ ତାଙ୍କ ପାଖରେ ତାଙ୍କ ଚତୁଃପାର୍ଶ୍ଵରେ ଯେତିକି ଘଟଣା ଘଟୁଛି ତାକୁ ନେଇକି ବନ୍ଧା ହେବେ। ତାକୁ ନେଇକି ବନ୍ଧା ହେଲେ ସଂକୀର୍ଣ୍ଣ ଚିନ୍ତାଧାରା ରହିବ ନା। ସଂକୀର୍ଣ୍ଣ ଚିନ୍ତାଧାରା ରହିଲେ ତମେ ଭୁଲଟାକୁ ଯୋଉଟାକୁ ଯେତିକି ଦେଖୁଛ ସେତିକି ନେଇକି ତମେ ରହିଯିବ। ଯେମିତି କଥାରେ କୁହନ୍ତିନି ଯେ ହାତୀର ଗୋଡଟାକୁ ଧରିକି କହିବ ହାତୀଟା ହଉଛି ଖୁମ୍ବ ଭଳିଆ, ସେତିକିରେ ସେ ରହିଯିବ। ହାତୀର ପୂର୍ଣ୍ଣ ରୂପ ଅବୟବ କେବେ ଜାଣିପାରିବ ହିଁ ନାହିଁ। ତେଣୁ ଆମକୁ ଉଚ୍ଚତର କଳ୍ପନା କରିବାକୁ ପଡିବ, ଯୋଉ କଳ୍ପନା ଗୁଡ଼ିକ ଆମକୁ ଅଗ୍ରଗତିଶୀଳ କରାଇବ। ବା ଆମେ ଏଇଠି ସାରିବା, ମାଙ୍କୁ ନାମ ଜପ କରିବା। Ma, thank you all, Arabar, Arabar, Arabar.